ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା 44 ଡିଗ୍ରୀ ଟପିଛି। ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ତାପମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ଆଜି ରାଜଧାନୀରେ ତାପମାତ୍ରା ସର୍ବାଧିକ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଦିନ 11ଟା ପରେ ପାରଦ 39 ଡିଗ୍ରୀରେ ପହଞ୍ଚିଥିଲା। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଆଜି ଭୁବନେଶ୍ୱର ଓ କଟକରେ ସର୍ବାଧିକ 44 ଡିଗ୍ରୀ ତାପମାତ୍ରା ରହିବ। ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ 6 ତାରିଖ ସନ୍ଧ୍ୟାରେ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇପାରେ। 7 ଓ 8ରେ ବର୍ଷାର ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ। ଏହାପରେ ତାତିରୁ କିଛି ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି।